ମୟୂରଭଞ୍ଜର ଅନନ୍ୟ ପରିଚୟ ଛଉ ନୃତ୍ୟ ତାକୁ ନେଇକି ରହିଛି ଅନେକ କିମ୍ବଦନ୍ତୀ ଅନେକ ପ୍ରଶ୍ନ ଅନେକ ଅସମାହିତ ତା ଭିତରେ ରହିଛି ଅନେକ ତଥ୍ୟ ଆଜି ମୟୂରଭଞ୍ଜର ଯେଉଁ ଛଉ ନୃତ୍ୟକୁ ନେଇକି ଗୋଟେ ସାମାର କ୍ୟାମ୍ପ ହେଇଛି ଉତ୍ତର ସାହି ଛଉ ନୃତ୍ୟ ପ୍ରତିଷ୍ଠାନ ପକ୍ଷରୁ ଯେଉଁ ପ୍ରକାର ବ୍ୟବସ୍ଥା କରାଯାଇଛି ଆପଣ ଦେଖିପାରୁଥିବେ ସିଧାସଳଖ ଯେଉଁ ଛୋଟ ଛୋଟ ସ୍କୁଲ ଛୁଆମାନେ ଯେତେବେଳେ ଖରା ଛୁଟି ହୋଇଥାଏ ତାକୁ ନେଇକି କିଭଳି ଭାବରେ ଛଉ ନୃତ୍ୟ ଶିଖିବେ ଆଉ ଛଉ ନୃତ୍ୟ ପ୍ରତି କିପରି ଆକୃଷ୍ଟ ହେବେ ତାକୁ ନେଇକି ବ୍ୟାପକ ବ୍ୟବସ୍ଥା କରାଯାଇଛି ଆଉ ତା ପାଇଁ ମଧ୍ୟ ଯେଉଁ ଗେଷ୍ଟ ମଧ୍ୟ ଅଛନ୍ତି ଆମ ସହିତ ସିଧାସଳଖ ବର୍ତ୍ତମାନ ଯୋଡ଼ି ହୋଇସାରିଛନ୍ତି ନାଟ୍ୟକାର କୁହାଯାଉ କିମ୍ବା ନିର୍ଦ୍ଦେଶକ କୁହାଯାଉ ସିନେମା ଲାଇନରେ ଯେଉଁ ପ୍ରଖ୍ୟାତ କୁହାଯାଉ ଯେଉଁ ଅଛନ୍ତି ଚିନ୍ମୟ ଦାସ ପଟ୍ଟନାୟକ ଅଛନ୍ତି ଆମେ ତାଙ୍କଠୁ ସିଧାସଳଖ ପ୍ରତିକ୍ରିୟା ରଖିବା ଆଜ୍ଞା ଆଜି ଛଉ ନୃତ୍ୟ ପ୍ରତିଷ୍ଠାନ ତରଫରୁ ଯେଭଳି ଭାବରେ ସାମାର କ୍ୟାମ୍ପ କରାଯାଇଛି ଆର ଆବଶ୍ୟକତା କେମିତି ଥିଲା ଆଉ ଆକୁ କେମିତି ଭାବରେ ଦେଖୁଛନ୍ତି ଇଏ କେମିତି ଭାବରେ ଆଗାମୀ ପିଢ଼ିକୁ ବଳ ଯୋଗାଇବ ବୋଲି ଆପଣ ଭାବୁଛନ୍ତି। ନମସ୍କାର। ନିଶ୍ଚିତ ଭାବେ ଏହା ଗୋଟେ ବହୁତ ଚିନ୍ତାଶୀଳ ବିବେକବାନ ଆଉ ବହୁତ ଉତ୍କୃଷ୍ଟ ଧରଣର ପଦକ୍ଷେପ। ମୁଁ ଭାବୁଛି ଏଭଳି ପଦକ୍ଷେପ ଏଇ ଯେଉଁ ସମର ଭ୍ୟାକେସନ ଟାଇମରେ ଯେଉଁ ଅଫ୍ ସିଜନ ଟାଇମରେ ଯଦି ପିଲାମାନଙ୍କୁ ସେମିତି ତିଆରି କରାଯାଏ ତାହେଲେ ପିଲାମାନେ ବହୁତ ଆଗକୁ ବଢ଼େ। ସବୁଠୁ ଖୁସିର କଥା ଯେ ମୟୂରଭଞ୍ଜ ଛଉ ନୃତ୍ୟ ପ୍ରତିଷ୍ଠାନ ବା ଉତ୍ତର ସାହି ଛଉ ନୃତ୍ୟ ପ୍ରତିଷ୍ଠାନ ଯେଉଁ ଏଭଳି ଗୋଟେ ଆୟୋଜନ କରିଛନ୍ତି ଚିନ୍ତା କରିଛନ୍ତି ଯେ ପିଲାମାନଙ୍କୁ ଏଇ ଧାରାରେ ଆମେ ଆଗେଇ ନେବା ସବୁ ମେମ୍ବର ସବୁ ଗୁରୁମାନଙ୍କୁ ମୋର ଅନ୍ତରରୁ ବଧେଇ ଅଭିନନ୍ଦନ ଶୁଭେଚ୍ଛା। ମୟୂରଭଞ୍ଜ ମାଟି ବା ସଂସ୍କୃତିର ମାନଚିତ୍ରରେ କେମିତି ଏଇ ଛଉ ମାଧ୍ୟମରେ ପିଲାମାନେ ଆଗକୁ ଯିବେ ବା ନାଟକ ମାଧ୍ୟମରେ ଆସିବେ ତାର ଯେଉଁ କର୍ମଶାଳା କରିଛନ୍ତି ମୁଁ ଭାବୁଛି ପ୍ରତ୍ୟେକ ବର୍ଷ ଏଭଳି କଲେ ପ୍ରତ୍ୟେକ ବର୍ଷ କଲେ ବ୍ରେକ୍ କରିବେନି ୱିଦାଉଟ୍ ବ୍ରେକ୍ ପ୍ରତ୍ୟେକ ବର୍ଷ ଧାରା ଚାଲେ ତାର ଗୋଟେ ପରମ୍ପରା ହେଇ ରହିଯିବ। ଯେମିତି ଚୈତ୍ର ପର୍ବ ପ୍ରତ୍ୟେକ ବର୍ଷ ହେଉଛି ରଜ ପ୍ରତ୍ୟେକ ବର୍ଷ ହୁଏ ରଥଯାତ୍ରା ପ୍ରତ୍ୟେକ ବର୍ଷ ହୁଏ ସେମିତି ଇଏ ଗୋଟେ ପରମ୍ପରା ଯଦି ହେଇଯାଏ ତାହେଲେ ମୟୂରଭଞ୍ଜ ମାଟିରେ କଳାକାର ଅଭାବ ରହିବେନି। ମୟୂରଭଞ୍ଜ ମାଟିରୁ ଭଲ ଭଲ କଳାକାର ଉତରିବେ ଏବଂ ଉତରିବା ଦରକାର। ବର୍ତ୍ତମାନ ସମୟ ଯାହା ଚାହୁଁଛି ମୟୂରଭଞ୍ଜ ଯେଉଁ ମାନଚିତ୍ର ସଂସ୍କୃତି ବାଟରେ ଯେଉଁ ମାନଚିତ୍ର ତାର ଅଛି ଯେଉଁ ଅବକ୍ଷୟ ଧୀରେ ଧୀରେ ହେଇ ଆସୁଥିଲା ଏବେ ସେ ପୁରା ହେବାକୁ ଯାଉଛି ପୁଣି ସୁନାର ମୟୂରଭଞ୍ଜ ସୁବର୍ଣ୍ଣ ମୟୂରଭଞ୍ଜ ହେଇକି ରହିବ। ଆମେ ଚାହୁଁଛୁ ମୟୂରଭଞ୍ଜ ଯେମିତି ଆଗରୁ ଥିଲା ଏବେ ଆହୁରି ସେମିତି ରହି ଆହୁରି ଉନ୍ନତକୁ ଯାଉ। ମୋର ଅନ୍ତର ଇଚ୍ଛା ଏଇଟା ସମସ୍ତେ ମିଶନ୍ତୁ ମୟୂରଭଞ୍ଜକୁ ଭଲ ପାଆନ୍ତୁ କାରଣ ମୁଁ ଜାଣିଛି ମୟୂରଭଞ୍ଜ ଯିଏ ଭଲ ପାଏ ମୟୂରଭଞ୍ଜ ତାକୁ ଭଲ ପାଏ। ନମସ୍କାର। ନିଶ୍ଚିତ ପକ୍ଷେ ଇଏ ସିଧାସଳଖ ପ୍ରତିକ୍ରିୟା ଦେଖୁଥିଲେ ମୟୂରଭଞ୍ଜ ହେଲା କଳାର ସହର ବାରିପଦା ତଥା ମୟୂରଭଞ୍ଜ ଜିଲ୍ଲାରୁ ଯଦି ଆମେ କହିବା ଅନେକ ଖ୍ୟାତି ସମ୍ପନ୍ନ କଳାକାର ଏଠୁ ବାହାରିଛନ୍ତି ଦିଗ୍ଗଜ ଅଭିନେତା ବାହାରିଛନ୍ତି। କଳାର ଯେଉଁ କୁହାଯାଏ କଳା କ୍ଷେତ୍ରରେ ତାଙ୍କର ନୈପୁଣ୍ୟତା ତାଙ୍କର ପ୍ରଦର୍ଶନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରହିଥିଲା ଏବଂ ଆଜି ମଧ୍ୟ ଆମ ସହିତ ସେମିତି ଜଣେ କଳାକାର ଅଛନ୍ତି ସ୍ୱରାଜ ବାରିକ ଆମେ ତାଙ୍କଠୁ ମଧ୍ୟ ପ୍ରତିକ୍ରିୟା ରଖିବା। ଆଜି ସେ ଆସିଛନ୍ତି ଏଠାରେ ଛଉ ନୃତ୍ୟ ଅନୁଷ୍ଠାନ ପକ୍ଷରୁ ଯେଉଁ କରାଯାଇଛି ସାମାର କ୍ୟାମ୍ପ ତାର ଅତିଥି ହେଇ ଆସିଛନ୍ତି ଆମେ ପ୍ରତିକ୍ରିୟା ରଖିବା। କ'ଣ କହିବେ ଛଉ ନୃତ୍ୟ ଆପଣ ବି ଦିନେ ଏଇ ଛଉ ନୃତ୍ୟରୁ ଦେଖିଛନ୍ତି ଏଠି ଛୋଟ କଳାକାର ଭାବରେ ଏଠୁ ବଢ଼ିଛନ୍ତି ଆଜି ଏଇ ଛୋଟ ଛୋଟ ଛୁଆମାନେ ଆସିଛନ୍ତି ତାଙ୍କ ଗଣରେ ବସିଛନ୍ତି କେତେ ଆନନ୍ଦ ଲାଗୁଛି କ'ଣ କହିବାକୁ ଚାହେଁ? ନିଶ୍ଚିତ ଭାବରେ ସର୍ବପ୍ରଥମେ ମୋତେ ଦେଖୁଥିବା ସମସ୍ତ ଦର୍ଶକ ବନ୍ଧୁଙ୍କୁ ମୋର ପ୍ରଣାମ ନମସ୍କାର। କହନ୍ତି ଯେ କୌଣସି ନୃତ୍ୟ ଲୋକନୃତ୍ୟ ଯୋଉଟା ରହେ ସେଇଥିରୁ ସବୁକିଛି ଆରମ୍ଭ ହୋଇଥାଏ ଏବଂ ଯେଉଁ ଆରମ୍ଭର ଯଦି ଆରମ୍ଭକୁ ଆମେ ଭୁଲିଯାଉ ତାହେଲେ ଆଗକୁ ଆମେ ବଢ଼ିପାରୁନା। ତେଣୁ ଆରମ୍ଭକୁ ମନେ ପକାଇ ସେ ଆରମ୍ଭ ପାଇଁ ପୁଣି ଥରେ ଯେଉଁ ନୂଆ ପିଢ଼ି ନୂଆ ଜେନେରେସନ୍ ଯେଉଁମାନେ ଆସୁଛନ୍ତି ସେମାନେ କେମିତି ଛଉ ବିଷୟରେ ଅବଗତ ହେବେ ଛଉ କ'ଣ ବୋଲି ଜାଣିବେ ଛଉରେ ଯେଉଁ ନୃତ୍ୟଭଙ୍ଗୀ ରହିଛି ତାକୁ ଶିଖିବେ ଜାଣିବେ ଚିହ୍ନିବେ ଏଇସବୁର ଯେଉଁ ପ୍ରୟାସ ପାଇଁ ଯେଉଁ ସମର କ୍ୟାମ୍ପଟି କରାହେଇଛି ନିଶ୍ଚିତ ଭାବରେ ସ୍ୱାଗତ ଯୋଗ୍ୟ ଏବଂ ତତ୍ସହିତ ମୁଁ ଏହା କହିବା ପାଇଁ ଚାହିଁବି ଯେ ମୁଁ ମଧ୍ୟ ଛଉରୁ ଆରମ୍ଭ କରିଥିଲି ଗୋଟେ ସମୟରେ ମୁଁ ଯେତେବେଳେ ନାଟକ ଆରମ୍ଭ କରିଥିଲି ସେଥିରେ ଛଉ ନାଚିଥିଲି ଏବଂ ବହୁତ କିଛି ରହିଛି କେବଳ ଛଉରେ ଆପଣ କହନ୍ତି ଯେ ବହୁତ ଗୁଡ଼ା ନୃତ୍ୟ ରହିଛି ଯେଉଁଗୁଡ଼ିରେ ଆପଣ କେବଳ ନୃତ୍ୟ ସହିତ କେବଳ ନୃତ୍ୟ ନୁହେଁ ଆପଣଙ୍କର ଆଇ ଏକ୍ସପ୍ରେସନ୍ କୁହନ୍ତୁ ମୁହଁର ଭଙ୍ଗୀ କୁହନ୍ତୁ ସବୁକିଛିରେ ଆଗକୁ ଆପଣ ବଢ଼ନ୍ତି। ତେଣୁ ଛଉ ସେଇଭଳି ଗୋଟେ ନୃତ୍ୟ ଯେଉଁଥିରେ କି ଶାରୀରିକ ଭାବରେ ଆପଣ ଯେତେବେଳେ ପାରଙ୍ଗମ ହୁଅନ୍ତି ଏବଂ ଗୋଟେ ଷ୍ଟେବିଲିଟି ଆମେ ଛଉରେ ସବୁବେଳେ ଯେଉଁ ଛଉ କିମ୍ବା ଓଡ଼ିଶୀ ଯେତେବେଳେ ହୁଏ ସେତେବେଳେ ଗୋଟେ ବଡି ଷ୍ଟେବଲ୍ ହେଇକି ପରଫର୍ମ କରାହୁଏ ଏବଂ ସେ ଷ୍ଟେବିଲିଟି ଆସିବା ପିଲାମାନଙ୍କ ଭିତରେ ଯେଉଁଟାକି ଆଗକୁ ଯାଇକି ତାଙ୍କୁ ଅଭିନୟ କ୍ଷେତ୍ରରେ ହେଉ କିମ୍ବା ନୃତ୍ୟ କ୍ଷେତ୍ରରେ ହେଉ କିମ୍ବା ତାଙ୍କର ଶରୀର ଗଠନ ହିସାବରେ ସବୁକିଛିରେ ସାହାଯ୍ୟ କରେ ଏବଂ ନିଶ୍ଚିତ ଭାବରେ ଆପଣ ସାଇଣ୍ଟିଫିକ୍ ଭାବେ ମଧ୍ୟ ଭାବିବେ ଏବଂ ଯଦି ବି ଏମିତି ବି ଭାବିବେ ତେବେ ଛଉ ନିଶ୍ଚିତ ଭାବରେ ଶରୀର ପାଇଁ ମଧ୍ୟ ନିହାତି ଦରକାର। ତେଣୁ ଏଭଳିଆ ସଂସ୍କୃତିକୁ ଆଗକୁ ନେବାକୁ ଯାଇକି ମୟୂରଭଞ୍ଜର ଯେଉଁ ସଂସ୍କୃତି ପୁରାତନ ସଂସ୍କୃତି ତାକୁ ଆଉ ଥରେ
ଆଗକୁ ନେବା ପାଇଁ ଆମର ସମସ୍ତଙ୍କ ପ୍ରଚେଷ୍ଟା ଆଶା କରୁଛି ସମସ୍ତଙ୍କର ଆଶୀର୍ବାଦ ରହିବ ଏବଂ ଆଗକୁ ଏଇଟା ଯେମିତି ଆରମ୍ଭ ହେଇଛି ଏହା ସବୁ ବର୍ଷ ହେବ ଏବଂ ବହୁତ ଆଗକୁ ଯିବ ଏବଂ ନୂଆ ପିଢ଼ି ଯେଉଁମାନେ ଆସୁଛନ୍ତି ନୂଆ ଛୁଆ ସମସ୍ତେ ଛଉ ଆରମ୍ଭ କରିବେ। ନିଶ୍ଚିତ ପକ୍ଷେ ଇଏ ସିଧାସଳଖ ପ୍ରତିକ୍ରିୟା ଶୁଣୁଥିଲେ। ନୂଆ ପିଢ଼ିକୁ ବର୍ତ୍ତମାନ ପୁଣି ଥରେ ଶିକ୍ଷାର ଆବଶ୍ୟକତା ଅଛି। ସେମାନେ ହେଲେ ଦେଶର ଭବିଷ୍ୟତ, ସେମାନେ ହେଲେ ଆଗାମୀ ପିଢ଼ିର ଦାୟଦ, ସେମାନେ କଳାକୁ କିଭଳି ଭାବେ ଆଗକୁ ନେବେ ତା ପାଇଁ ପ୍ରଚେଷ୍ଟା ରଖିବେ। ଗୁରୁ ମଧ୍ୟ ଅଛନ୍ତି, ଆମେ ସିଧାସଳଖ ପ୍ରତିକ୍ରିୟା ରଖିବା। ଆଜ୍ଞା, ଆପଣ ଅନେକ ଦିନରୁ ନିଜେ ନୃତ୍ୟ କରୁଥିଲେ, କଳାକାର ଭାବରେ ପୁଣି ଠିଆ ହେଲେ, ଆପଣ ଯେଭଳି ଭାବରେ ଦେଖୁଛନ୍ତି ଆଜି ଛୋଟ ଛୋଟ ପିଲାଙ୍କୁ ଶିଖାଉଛନ୍ତି, କେତେ ଆବଶ୍ୟକତା ପଡ଼ିଲା, କାହିଁକି ଆପଣଙ୍କ ମନକୁ ଆସିଲା ଯେ ନାଇଁ ଏମିତି ଛୋଟ ଛୋଟ ପିଲାଙ୍କୁ ସାମାର କ୍ୟାମ୍ପ ମାଧ୍ୟମରେ ଶିକ୍ଷା କରାଇବା? ବର୍ତ୍ତମାନର ଆଧୁନିକତା ଯୁଗରେ ସମସ୍ତେ ଆଧୁନିକତାକୁ ଆଦରି ନେଇଛନ୍ତି। ତେଣୁକରି ଆମ ଜିଲ୍ଲାର ପରିଚୟ କହିଲେ ଛଉ ନୃତ୍ୟକୁ ବୁଝାଇଥାଏ। ତେଣୁକରି ଏହି ଛଉ ନୃତ୍ୟକୁ ଆଜିକାର ଯୁବପିଢ଼ି, ଆଜିକାର ଛାତ୍ର ସମାଜ ଜାଣିବା ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି। ଏହାର ଐତିହ୍ୟ ପରମ୍ପରାକୁ ଯଦି ଆମେ ଗ୍ରହଣ ନ କରିବୁ ତାହେଲେ ଇଏ ସମ୍ପୂର୍ଣ୍ଣ ଦିନେ ଧରାଶାୟୀ ହୋଇଯିବ। ତେଣୁକରି ଏହାକୁ ଉଜ୍ଜୀବିତ କରି ରଖିବା ପାଇଁ ଆମେ ଗୋଟେ ଛାତ୍ର ଆନ୍ଦୋଳନ ବା ଷ୍ଟୁଡେଣ୍ଟ ଆୱାରନେସ୍ ପାଇଁ ଆମେ ଗ୍ରୀଷ୍ମକାଳୀନ ଶିବିର ଆମେ ଅନୁଷ୍ଠିତ କରିଛୁ। ସେଥିରେ ପ୍ରତ୍ୟେକଟି ଛାତ୍ର ଜାଣିପାରିବ ଆମ ଜିଲ୍ଲାର ପରମ୍ପରା କ'ଣ, ଆମ ଜିଲ୍ଲାର ସଂସ୍କୃତି କ'ଣ, ଆମେ କେଉଁଥିପାଇଁ ପରିଚିତ, ଏହାର ବିଶେଷତା କ'ଣ ରହିଛି, ଆକୁ କିପରି ଭାବରେ ଆମର ଗୁରୁ ଦାୟିତ୍ୱ ରହିଛି ଆକୁ ବଞ୍ଚାଇ ରଖିବା ପାଇଁ। ତେଣୁକରି 15 ଦିନ ଏହି ଶିବିର ମାଧ୍ୟମରେ ଆମେ ସମସ୍ତ ଛାତ୍ରଙ୍କୁ ଅବଗତ କରିବା ପାଇଁ ଚାହୁଁଛୁ। ଏ କଳା ସଂସ୍କୃତିକୁ ବଞ୍ଚାଇ ରଖିବା ଆପଣମାନଙ୍କର ଗୁରୁ ଦାୟିତ୍ୱ ଏବଂ ସେହି ଗୁରୁ ଦାୟିତ୍ୱ ଆପଣମାନେ ନେବା ଅତ୍ୟନ୍ତ ଜରୁରୀ ଅଟେ। ତେଣୁକରି ଏ ଶିବିର ମାଧ୍ୟମରେ ଆମେ ସମସ୍ତଙ୍କୁ ସଚେତନତାର ବାର୍ତ୍ତା ଦେଇ ଛଉ ନୃତ୍ୟକୁ ଉଜ୍ଜୀବିତ କରି ରଖିବା ପାଇଁ ଏକ ସମ୍ୟକ ପ୍ରଚେଷ୍ଟା ମାତ୍ର। କେତେ ପିଲା ବର୍ତ୍ତମାନ ଆସିଛନ୍ତି, କେତେ ପିଲା ବର୍ତ୍ତମାନ? ଆମେ ତ ଆଶା କରିନଥିଲୁ କି ଏତେ ଜଣ ପିଲା ପ୍ରଥମ ଥର କରି ଛଉ ନୃତ୍ୟ ଶିଖିବାର ଆଗ୍ରହ ଦେଖାଇବେ। ତେଣୁକରି ପ୍ରଥମ ଥର ପାଇଁ ଉତ୍ତର ସାହି ଛଉ ନୃତ୍ୟ ପ୍ରତିଷ୍ଠାନ ଦ୍ୱାରା ଏହା ଆୟୋଜିତ ହୋଇଛି ଏବଂ ପ୍ରଥମ ବ୍ୟାଚ୍ରେ ଆମେ 50 ଜଣ ଛାତ୍ରଙ୍କୁ ପାଇଛୁ ଯେଉଁମାନେ କି ଛଉ ନୃତ୍ୟ ତାଲିମ ନେଉଛନ୍ତି ଏବଂ ତାଙ୍କର 15 ଦିନର ତାଲିମ ସମାପ୍ତ ପରେ ଆମେ ତାଙ୍କୁ ଏକ ନୃତ୍ୟ ମାଧ୍ୟମରେ ଉପସ୍ଥାପନା କରିବା କି 15 ଦିନରେ ସେମାନେ କ'ଣ ଶିକ୍ଷା ଗ୍ରହଣ କଲେ ଏବଂ ଆଶା ରଖିବି କି ଏହି ଶିବିରର ଯେଉଁ ଛୁଆମାନେ ଆଗ୍ରହୀ ହେବେ ସେମାନେ ସବୁଦିନ ଆମ ଶିକ୍ଷା ଅନୁଷ୍ଠାନରେ ଶିକ୍ଷା ଗ୍ରହଣ କରିବେ। ये सीधासख प्रतिक्रिया थिला आपण देखुथिले मयूरभंज छौ रही स्वतंत्र परिचय मयूरभंज जो कहुचे लोककला कहु कि नृत्य कहु ये जो कहु समर नृत्य कहु समस्त क्षेत्र में छौ नृत्य को रही विशेष आदर आपण देखिपे विभिन्न समय ये राज्य तथा राज्य बाहर कथा नुहे विदेश नाम कमी आज छौ नृत्य को लेकिन छोट छोट पिला कि शिक्षा दिज्व आगामी पीढ़ी किभली भाव कला को संरक्षण कर व्यवस्था चलती ये गोटे सबुठु स्वागत योग्य पदक्षेप बोली सीधासख अतिथि मैंने प्रकाश कर बारिपदर कैमेरा पर्सन हरिकृष्ण पात्र सह रंजन कुमार दास अर्गस न्यूज। जदि आपंक आम भिडी भल लगा तेब आम चैनल को लाइक शेयर और सब्सक्राइब करने को जमा भी भूलु नहीं।